सिनेमा हिट फ्लॉप टा केही जानिकी करनथान सिनेमा से कोटा चलिबो कोटा चलिबोनी ता पई बहुत कथा अछि बहुत गुड़ाए जिनिस अछि फैक्टर अछि जोथिरे सिनेमा चलिबो बा चलिबोनी तो से तार भी खराब प्रभाव पड़ुछि ना जदि आमे चुप हेकरी ए सब शुणुचु ता माने आमे सब ग्रहण करूछु आमे चुप हेई ना हो एक पई जे आमे आकु ग्रहण करू ना ओ सिनेमा काहाकू भल लागिवो काहाकू भल न लागिवो सेटा आपन व्यक्तिगत कथा ଆପଣ ଯଦି ଗୋଟେ ପରିବାରର ସଦସ୍ୟ ତ ଆପଣ ଆଉ ଗୋଟେ ପରିବାରର ସଦସ୍ୟକୁ କେମିତି ଗାଳି ଦେଉଛନ୍ତି ସାର୍ ଆମେ ଗୋଟେ ଜିନିଷ ଦେଖିବା ବର୍ତ୍ତମାନ ଆମେ ଯଦି ଦେଖୁଛେ ପୁଣି ଥରେ ଓଲିଉଡ କଳି ଘନଉଛି ବୋଲି ଯେହେତୁ ଗତକାଲି ଆପଣମାନେ ଯାଇଥିଲେ ସାଇବର ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏଫଆଇଆର ଦେଇଥିଲେ ଏବଂ ତାର କାଉଣ୍ଟର ପ୍ରତିକ୍ରିୟା ଆଜି ମନୋଜ ମିଶ୍ର ସାମ୍ବାଦିକ ସମ୍ମିଳନୀ ଡାକି ରଖିଛନ୍ତି ସାର୍ କ'ଣ ପ୍ରତିକ୍ରିୟା ରଖିବାକୁ ଚାହିଁବେ ସେ ମଧ୍ୟ ଆପଣଙ୍କୁ ଆପଣଙ୍କ ନାଁ ନେଇ ଅନେକ କଥା କହିଛନ୍ତି ଆପଣ କେମିତି ଦେଖୁଛନ୍ତି ଜିନିଷଟିକୁ କଳି କିଛି ନୁହଁ ଆମର ଗୋଟେ କଥା ନିର୍ଦ୍ଦେଶକ ସଂଘର ଆମର ଗୋଟେ କଥା ଥିଲା ଯେ ଯାହା ବି କଥା କହୁଛନ୍ତି ସିଏ ପୁରା ସଂଘକୁ ମାନେ ପୁରା ସମସ୍ତ ନିର୍ଦ୍ଦେଶକଙ୍କୁ ବଦନାମ କଲା ଭଳିଆ ମାନେ ଯୋଉ କଥାଟା କହୁଛନ୍ତି ଯେ ଓଡ଼ିଶାରେ କେହି ନିର୍ଦ୍ଦେଶକ ନାହାନ୍ତି ଆଜି ଏତେ ବର୍ଷ ହେଲାଣି ସିନେମା ଇଣ୍ଡଷ୍ଟ୍ରି ଚାଲିଥିଲା କେହି ନିର୍ଦ୍ଦେଶକ ନାହାନ୍ତି ଏଇ ଉକ୍ତିଟିକୁ ଆମେ ବିରୋଧ କରିଛୁ ଆମର ପୂର୍ବରୁ ବହୁତ ନିର୍ଦ୍ଦେଶକ ଅଛନ୍ତି ଯୋଉମାନେ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଆଣିକି ଏଇ ଜାଗାରେ ପହଞ୍ଚେଇଛନ୍ତି ଆଜି କ'ଣ ଆଜି ବି ସିନେମା ଆମର ଏଠି ଚାଲୁଛି କୋଉ ସିନେମା ଫ୍ଲପ୍ ବି ହେଉଛି ସିଏ ତ ଆମ ସିନେମା ପରିବାର ଭିତରର କଥା ତାକୁ ନେଇ କେମିତି ଆକ୍ଷେପ କରିକି କହିଲେ କିଛି ଚେଞ୍ଜ ହେଇଯିବନି କରିକି ଦେଖେଇବା ପାଇଁ ଆମେ କହିଥିଲୁ କରିକି ଦେଖାଅ କହିକି ଦେଖାଅ ସେ ଏମିତି କ'ଣ ଅସୁବିଧା ହେଇଗଲା ବର୍ତ୍ତମାନ ଘରର କଳି ଦାଣ୍ଡରେ ଗଡୁଛି ଲୋକମାନେ ଦେଖୁଛନ୍ତି ୟାର ଗୋଟେ ପ୍ରଭାବ ବି ଓଲିଉଡ ଉପରେ ପଡ଼ିବ ପୂର୍ବରୁ ମଧ୍ୟ ପଡ଼ିଛି ଏବଂ ଆପଣ ଦେଖିବେ ବର୍ତ୍ତମାନ କର୍ମ ମୁଭି ଆସିଲା ପରେ ପୁଣି ଓଲିଉଡ ଅଣ୍ଟା ସଳଖୁଛି ତାପରେ ଏଇଭଳି ଭାବେ ଗୋଟେ ଘଟଣା ଘଟିବା ଚଳଚ୍ଚିତ୍ର ଗୁଡ଼ିକ ଉପରେ କେତେ ପ୍ରଭାବ ପକେଇବ ଦେଖନ୍ତୁ ସତ କଥା ହେଉଛି କଥା ଯୋଉ ଦାଣ୍ଡରେ ପଡୁଛି ଯୋଉ କଥାଟି ଜଣେ ଯଦି ବାରମ୍ବାର ଆକ୍ଷେପ କରିକି କହିବେ ପ୍ରତ୍ୟେକ ସିନେମା ରିଲିଜ ପରେ ଯେ ଏଇ ସିନେମାଟି ଏଇଆ ହେଇଗଲା ସେ ହେଇଗଲା ୟାର ନିର୍ଦ୍ଦେଶକ ଏଇଆ ଆମର କାହା ସହିତ କିଛି ଇଏ ନାହିଁ ଆମର କେବଳ କହିବା କଥା ଯେ ତମେ ଏମିତି ପର୍ସନାଲ ଇଙ୍ଗିତ କରିକି କାହାକୁ କୁହ ନାହିଁ ଯୋଉଟା କି ତାର ବି ଖରାପ ପ୍ରଭାବ ପଡୁଛି ଅଡିଏନ୍ସଙ୍କ ଉପରେ ଆଜି ସିନେମା ହିଟ୍ ଫ୍ଲପ୍ ଟା କେହି ଜାଣିକି କରିନଥାନ୍ତି ସିନେମା ସେ କୋଉଟା ଚାଲିବ କୋଉଟା ଚାଲିବନି ତା ପାଇଁ ବହୁତ କଥା ଅଛି ବହୁତ ଗୁଡ଼ାଏ ଜିନିଷ ଅଛି ଫ୍ୟାକ୍ଟର ଅଛି ଯୋଉଥିରେ ସିନେମା ଚାଲିବ ବା ଚାଲିବନି ତ ସେ ତାର ବି ଖରାପ ପ୍ରଭାବ ପଡୁଛି ନା ଯଦି ଆମେ ଚୁପ୍ ହେଇକିରି ଏସବୁ ଶୁଣୁଛୁ ତାମାନେ ଆମେ ସବୁ ଗ୍ରହଣ କରୁଛୁ ଆମେ ଚୁପ୍ ହେଇନାହୁଁ ଏଇଥିପାଇଁ ଯେ ଆମେ ଆକୁ ଗ୍ରହଣ କରୁନାହୁଁ ଆପଣ ଯାହା ବି ଚାହିଁବେ ଗୋଟେ ଇଣ୍ଡଷ୍ଟ୍ରିକୁ ଗାଳି ଦେବେ ଆଉ ଆମେ ଚୁପ୍ ହେଇକି ବସି ରହିବୁ ସେଟା ଆମେ କେବେ କରିପାରିବୁନୁ ଆଉ ଗୋଟେ କଥା ସାର୍ ଆସୁଛି ଘରର ଶାନ୍ତି ସେତେବେଳେ ବଜାୟ ରହିବ ଯେତେବେଳେ ସମସ୍ତଙ୍କ ଭିତରେ ଠିକ ସମ୍ପର୍କ ରହିବ ଆମେ ତ ଚୁପ୍ ହେଇକି ଥିଲୁ ଏବଂ ଚୁପ୍ ରହିକି ରହୁଛୁ ବି ଏବଂ ଆମେ ଗୋଟେ ହିଁ କଥା ତ କହୁଛୁ ତମେ ଏମିତି ପର୍ସନାଲ ଇଙ୍ଗିତ ରହିକି କାହାକୁ କିଛି କୁହ ନାହିଁ କାହିଁକି ନା ଏଥିରେ ଯୋଉ ସିନେମାଟି ଆଚ୍ଛା ବହୁତ କଥା ବି କହୁଛନ୍ତି ଯେ ନା ଏଇ ସିନେମାଟି ଯୋଉଟା ମତେ ଭଲ ନ ଲାଗିଲା ଭାଇ କୋଉ ସିନେମା କାହାକୁ ଭଲ ଲାଗିବ କାହାକୁ ଭଲ ନ ଲାଗିବ ସେଇଟା ଆପଣଙ୍କ ବ୍ୟକ୍ତିଗତ କଥା ଆପଣ ଯଦି ଗୋଟେ ପରିବାରର ସଦସ୍ୟ ତ ଆପଣ ଆଉ ଗୋଟେ ପରିବାରର ସଦସ୍ୟକୁ କେମିତି ଗାଳି ଦେଉଛନ୍ତି କାରଣ ଏଇଟା ତାଙ୍କୁ ଆମେ କେବଳ ବିରୋଧ କରିଛୁ ଯେ ଏମିତି କରନ୍ତୁ ନାହିଁ ୟା ଭିତରେ ଦେଖିବା ଗତକାଲି ଆପଣ ମଧ୍ୟ କହିଥିଲେ କି ଅନୁଭବ ସରି କ୍ଷମା ଚାହିଁବି ମନୋଜ ମିଶ୍ର ଯୋଉ ଯଦି ଆପଣଙ୍କ ଚଳଚ୍ଚିତ୍ରରେ ଥିବେ ତାହେଲେ ଆପଣ ଚଳଚ୍ଚିତ୍ର ଭଲ କରିବେ କିନ୍ତୁ ସେ ଆଜି ମଧ୍ୟ କହିଛନ୍ତି କି ସେ ଆପଣଙ୍କ ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ ମାନେ ଆପଣଙ୍କ ଚଳଚ୍ଚିତ୍ରରେ ନାହାନ୍ତି ସେ ଉକ୍ତିକୁ କେମିତି ଦେଖୁଛନ୍ତି ସେ ନିଜେ କ'ଣ କହୁଛନ୍ତି ନିଜେ ବୁଝିପାରୁନାହାନ୍ତି ସେ କହିଲେ ସିନେମାଟିର ଗୀତ ଭଲ ଥିଲା ଡାଇଲଗ ଭଲ ଥିଲା ଭଲ ଚାଲିଥିଲା କିନ୍ତୁ ସିନେମାଟି ଭଲ ନଥିଲା ତ ଭଲ ସିନେମାର ଆଖ୍ୟା କୋଉଟା ଦିଆଯିବ ତାର ଡେଫିନେସନ ସିଏ ହିଁ ତିଆରି କରୁଛନ୍ତି ଏବଂ ସିଏ ହିଁ ନିଜେ ତାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ଆଜି କହିଲେ ଯେ ତମେ ଦମନ ଭଳିଆ ସିନେମା କର ତାପରେ ଆଉ ଜଣେ ଭାଇ ଆମର ପଚାରିଲେ ଦମନ କ'ଣ ହିନ୍ଦୀରେ ଚାଲିଥିଲା ନା ହିନ୍ଦୀରେ ସିଏ ବହୁତ ଖରାପ କରିଦେଇଥିଲା ଭଲ ବିଜନେସ୍ କରିନଥିଲା ତ ଭଲ ସିନେମାର ସଂଜ୍ଞା ଯଦି ଯିଏ ହିଁ କହିପାରିବେ ବୋଲେ ସିଏ ବସନ୍ତୁ ସିଏ ଗୋଟେ ଜାଗାରେ ଆସନରେ ବସନ୍ତୁ ଏବଂ ପ୍ରଯୋଜକ ମାନଙ୍କୁ ବି କୁହନ୍ତୁ ଯେ ସେମାନେ ନେଇକି ସେଇଠି ସ୍କ୍ରିପ୍ଟ
ଦେଖେଇବେ, ସିଏ ହିଁ ଡାଇରେକ୍ଟର ସିଲେକ୍ଟ କରିଦେବେ और ସିଏ ପଇସା ଲଗେଇବେ, ସେଠି ସିନେମା ହବ। ତେଣୁ ଏତେ ଯୁକ୍ତି ତର୍କ ବି ହବାର ନାହିଁ। ତେଣୁ ସେ ପ୍ରଯୋଜକ ମାନଙ୍କ ପ୍ରଯୋଜନା ସଂସ୍ଥା ଆମର ପ୍ରଯୋଜକ ମାନଙ୍କର ବି ଆସୋସିଏସନ ଅଛି। ସେଇ ସଂସ୍ଥାରେ ଯାଇକି କୁହନ୍ତୁ, ସେଇ କଥାଟି କୁହନ୍ତୁ, ସେମାନେ ସିଲେକ୍ଟ ଭାଇଙ୍କୁ ଆମର ପଚାରିବେ ଏବଂ ସେଇଠୁ ସିଲେକ୍ଟ କରିକି ସବୁ କଥା କରିଦେବେ। ତେଣୁ ସେ ଭଲ ଭଲ ସଜେସନ ଦେଇଛନ୍ତି ଆଜି। या भितर शेष प्रश्न पचार को चाहिए कौन हेले एक्चुअली कौ जिनसटी हेले आपण मैंने बसिकी निजे कथबार्ता हेले कि कौन हेले ए सब जिनसर समाधान बाट बाहर एवं समाधान यार कौन वर्तमान यार समाधान कौन एथर तो आम कौन समस्या कथा कहूना। देखो सिनेमा इंडस्ट्री बा सिनेमा चलवा न चलवा यहाँ आगु भी थिला एबे भी अच्छी। सिनेमा कोटा हिट हम कोटा फ्लॉप हम सेटा सिनेमा कोटा दर्शक को भल लगे न लगे कहे कि एबे सोशल मीडिया रे जो समस्ते बाहरी पड़ुचंदी एवं निजको ज्ञानी बोली जनाउचंदी लोकों पाखरे ताको आमे विरोध करछु ना विरोध भी करिवुनु आमे साइलेंट हेकी रहिबु आमे विरोध भी करिवार हमर अधिकार अछि ना आज्ञा आमे ताको विरोध करछु जे नहीं ए भलिया कहंतु नहीं। बहुत लोकंकर परिश्रम रे इंडस्ट्री आज तैयारी आते आम घर गोटे पूर्वपुरुष को भी गाड़ी दौरान आमको गाड़ी दौरान आप जो कहते नहीं ओडिया सिनेमा विश्व स्तर में पहुँची पारनी आप कहीं माया मिरिग को उदाहरण दौरान सी भी तो जन ओडिया निर्देशक तैयारी करते से कौन कहवाई चाहूँगा आप पचार जे से कहते नहीं ओडिया सिनेमा को विश्व स्तर में कहीं पहुँचे पारिना पुणी कहते माया मिर्ग भाया सिनेमा तैयारी करूँ माने से कौन कहवाक चाहते एपटे कहते माया मिर्ग सिनेमा हुए तो अरे माने कौन कहवाई चाहते कहबार निजे आग ठीक करतु जे सी कौन टा कहवाक चाहते भल सिनेमार डेफिनेशन टा सी जब फिक्स करदे आईटा प्रयोजक मैंने मानिकी से चलिए आ शांति रही बहुत भल कथा सब प्रयोजक को अनुरोध करूँ कथा चलतु सी भल सिनेमा सजेस्ट करेंगे पचारिक नियंतु निर्देशक नियंतु बा सिनेमा स्क्रिप्ट करूँ भल कथा बहुत भल कथा गोटे ही जगह सब किसी सल्यूशन निहाती भाव में आम कहीपर गोटे स्पष्टता आसवा दरकार और स्पष्टता भितर के भाव में ओलीवुड आगू जापर से नहीं समस्त चेष्टित हवा दरकार। अनेक अनेक धन्यवाद सर आपको।